ଦେଖନ୍ତୁ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। ଆମେ ଯଦି ଦେଖିବା ମାନେ ଯୋଉଭଳି ଆମେ ଦେଖି ଆସୁଛେ ଆପଣ ମାନଙ୍କର ଗଣମାଧ୍ୟମ ଦ୍ଵାରା କୋଉଭଳି ଭାବେ ଝିଅଟି ମାନେ ମାନସିକ ସ୍ତରରେ ସେ ବହୁତ ଏବେ ଦୁର୍ବଳ, ଶାରୀରିକ ସ୍ତରରେ ମଧ୍ୟ ଦୁର୍ବଳ। ଆମେ ଯାହା ଦେଖି ଆସୁଛେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସେ ବହୁତ ଶୀଘ୍ର ସୁସ୍ଥ ହଉ ଏବଂ ତାର ସ୍ୱାଭାବିକ ଜୀବନକୁ ସେ ଫେରି ଆସୁ, ଏଇଟା ଆମେ ପ୍ରାର୍ଥନା କରିବା। କିନ୍ତୁ ସବୁଠୁ ବଡ କଥା ହେଲା ଆମେ ଯେତେବେଳେ କଥା ହଉଛେ ରେପ୍ କୁ କଥା ନେଇକି ଏଗେନ୍ଷ୍ଟ ଭାয়োଲେନ୍ସ ଓମେନ୍ ହଉ କିମ୍ବା ଚାଇଲ୍ଡ ହଉ କିମ୍ବା ଝିଅ ମାନଙ୍କ କ୍ଷେତ୍ରରେ ହଉ ଯେତେବେଳେ କଥା ହଉଛେ ସେତେବେଳେ ୟାକୁ ସେତିକି ଭିତରେ ଆମେ ଆଲୋଚନା ଭିତରେ ହିଁ ଏଇ ଜିନିଷକୁ ଆମେ ରଖି ଦଉଛେ। କିନ୍ତୁ ତା ପରବର୍ତ୍ତୀ ଅବସ୍ଥାରେ କଣ ନିଆଯିବ, କଣ କରାଯାଇ ପାରିବ, ପ୍ରିକସନ କଣ ରହିବ, ସେ ବିଷୟକୁ ନେଇକି ଆମେ ସମସ୍ତେ ତାପରେ ଚୁପ ହେଇଯାଉଛେ। ଏଇଟା ହିଁ ଗୋଟେ ବହୁତ ବଡ ବିଡମ୍ବନାର ବିଷୟ, ବିଡମ୍ବନାର କଥା। ରାଜନୈତିକ ସ୍ତରରେ ହଉ କିମ୍ବା ଅନ୍ୟ ଅନେକ ଯାହାବି ଯୋଉ ସ୍ତରରେ ସମସ୍ତେ କାମ କରୁଛନ୍ତି କି ଯାହା, କିନ୍ତୁ ମହିଳା ସୁରକ୍ଷାଙ୍କୁ ନେଇକି ସେ ଯୋଉ ସ୍ୱରଟା ଉଠିବା କଥା ସେଇ ଜିନିଷରେ ଦେଖିବେ କୋଉଠି ନା କୋଉଠି ଗୋଟେ କ୍ୱେଶ୍ଚିନ୍ ମାର୍କ ଲାଗି ଯାଉଛି ଯେ କାହିଁକି ସମସ୍ତେ ଚୁପ ବୋଲି। ତାପରେ ଆଉ ଗୋଟେ ଜିନିଷ ଦେଖିବେ ଝିଅଟି ଯେତେବେଳେ ବି ଯାଇଛି, ପିଲାଟି ବାହାରେ ପଢୁଛି, ସେ କାହା ସାଙ୍ଗରେ ଯିବ, କଣ କରିବ, କାହା ସାଙ୍ଗରେ ତାର ଫ୍ରେଣ୍ଡସିପ କଲା, ଠିକ ଅଛି। କିନ୍ତୁ ଏଠି ଯଦି ଜଣେ ଆପଣ ଜଣଙ୍କୁ ଟ୍ରଷ୍ଟ କରିବେ, ଜଣଙ୍କୁ ବିଶ୍ୱାସ କରିବେ, ଜଣଙ୍କୁ ନିଜର ବନ୍ଧୁ ବୋଲି ଭାବିବେ, ତା ସାଙ୍ଗରେ କିଛି ଦରକାର ପଡିଲେ କୁଆଡେ ବାହାରକୁ ଯିବେ କଣ, ଆଉ ସେ ହିଁ ଆପଣଙ୍କୁ ମାନେ ସେଇ ଟାଇମରେ ଆପଣଙ୍କ ପ୍ରତି ସେ ପାଶବିକ ଅତ୍ୟାଚାର କରିବ, ସେ ଆପଣଙ୍କୁ ନିର୍ଯାତନା ଦବ, ତାହେଲେ ଆମେ କାହାକୁ ପ୍ରଶ୍ନ କରିବା? ତେଣୁ କଥା ହଉଛି ଏଥିରେ ଯିଏ ବି ତାଙ୍କ ପୁରୁଷ ବନ୍ଧୁ ହୁଅନ୍ତୁ କିମ୍ବା ଯୋଉମାନେ ବି ଏଥିରେ ରହିଛନ୍ତି ପ୍ରତ୍ୟକ୍ଷ ଭାବରେ ଏଥିରେ ରହିଛନ୍ତି ଏବଂ ଜାଣିକି ମଧ୍ୟ ଏଇ ଜିନିଷକୁ ଚପେଇ ଦେବାକୁ ଉଦ୍ୟମ କରିଛନ୍ତି ଏବଂ ଯେତେବେଳେ ରେପ୍ କରାଯାଇଛି ଝିଅକୁ, ଏଥିରେ ଯୋଉମାନେ ସମସ୍ତେ ସମ୍ପୃକ୍ତି ରହିଛି ସମସ୍ତଙ୍କର, ସମସ୍ତଙ୍କୁ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କ ପାଇଁ ଆସୁ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ହଉ, ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ହଉ, ଯୋଉଭଳି ଭାବରେ ଆଗକୁ ଏଇ ଝିଅ ମାନଙ୍କ ସୁରକ୍ଷାକୁ ନେଇକି ଯୋଉ ଅନେକ ପ୍ରଶ୍ନ ଉଠୁଛି ସେଥିରେ ଟିକେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆମେ ଆଶା କରିପାରିବା। କିନ୍ତୁ ଦୁଃଖ ଆଉ ବିଡମ୍ବନାର କଥା, ମହିଳାଙ୍କ ସୁରକ୍ଷା ନେଇକି ଆମେ ଆଗକୁ କଣ କରିବା ବୋଲି ସେଟା କେବେ ପ୍ରସଙ୍ଗ କରୁନି। ଯଦି କିଛି ହେଇଯାଉଛି ଆମେ ତାରି ଉପରେ ଆଲୋଚନା କରୁଛେ। ଏଇଟା ଖାଲି ସମସ୍ତଙ୍କର ଏଥିରେ ଗୋଟେ ସହଯୋଗ ରହିଛି। କିନ୍ତୁ ଦେଖନ୍ତୁ ଅନେକ କ୍ଷେତ୍ର ଦେଖିବେ ଯୋଉଠି କି ପୁଲିସ ର ଅବସ୍ଥା ମଧ୍ୟ, ସେମାନେ ମଧ୍ୟ ୟାକୁ ବହୁତ ହାଲକା ଭାବେ ନଉଛନ୍ତି। ଅନେକ ରାଜନୀତିକରଣ ମଧ୍ୟ ୟାକୁ କରାଯାଇଛି। କିନ୍ତୁ ମହିଳା ସୁରକ୍ଷାକୁ ନେଇକି ଯୋଉ ଆନ୍ତରିକତା ରହିବା କଥା ତା କୋଉଠି ବି ଦେଖାଯାଉନାହିଁ। ତେଣୁ ଯୋଉ ପର୍ଯ୍ୟନ୍ତ ଆନ୍ତରିକତା ରହିବ ନାହିଁ, ଗୋଟେ ସୁରକ୍ଷା ଜିନିଷକୁ ନେଇକି ଆମେ ସ୍ୱର ଉତ୍ତୋଳନ କରିବା ନାହିଁ, ତାହେଲେ ଏଇଭଳି ଘଟଣା ମାନ ଆହୁରି ଆଗକୁ ଆସିବ। ଦୃଢ କାର୍ଯ୍ୟାନୁଷ୍ଠାନ, ଆପଣଙ୍କର ମନେ ଥିବ ଗଲା ବର୍ଷ ଯେତେବେଳେ ଆର୍ଜି କର କେସ୍ ହେଇଥିଲା, ତାପରେ ଅପରାଜିତା ବିଲ୍ ମଧ୍ୟ ସେମାନେ ପାରିତ କରିଥିଲେ। କିନ୍ତୁ ସେଇ ଯୋଉ ଅପରାଜିତା ଆଇନର ଯୋଉ ରହିଥିଲା ତାର କଣ ତିନୋଟି ଯୋଉ ଜିନିଷ ରହିଥିଲା, ମୁଁ ଆଉଥରେ ମନେ ପକେଇ ଦବା ପାଇଁ ଚାହିଁବି ଯେ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ସାଙ୍ଗେ ସାଙ୍ଗ ଯଦି ଯାଉଛି ଭିକ୍ଟିମ ସାଙ୍ଗେ ସାଙ୍ଗେ ପୋଲିସ ଏଫଆଇଆର ରଖିବ ଆଉ ତାକୁ ସହଯୋଗର ହାତ ବଢେଇବ, ଆଉ ସବୁଠୁ ବଡ କଥା ହେଲା ଦୋଷୀ ମାନଙ୍କୁ ଛଡାଯିବ ନାହିଁ। ଏଇ ଯୋଉ ତିନୋଟି ଉପରେ ସେମାନେ କରିଥିଲେ, ସେଇଟା ଏବେ କୋଉଠି କାମ କରୁଛି ନା ନାହିଁ, ସେଟା ହଉଛି ମଧ୍ୟ ଗୋଟେ ବହୁତ ବଡ ଘଟଣା। ଅନେକ ଜାଗାରେ ଆମେ ଦେଖୁଛେ ଏଇଭଳି ଭାବରେ ଘଟଣା ମାନ ସାମ୍ନାକୁ ଆସୁଛି, ରେପ ର ଘଟଣା ମାନ ଆସୁଛି। ଭିକ୍ଟିମ ଆଉ ଭିକ୍ଟିମ ର ପରିବାର, ଆପଣ ଯଦି ଦେଖିବେ ଆମେ ଯେତେବେଳେ କାମ କରୁଛୁ ନା, ଆମେ ଦେଖିଥାଉ ସେମାନେ କେତେ ମାନେ ମାନସିକ ନିର୍ଯାତନା ଏବଂ ମାନସିକ ଚାପ ଭିତରେ ଗତି କରିଥାନ୍ତି। ସେଇ ଚାପରୁ ବାହାରିବା ତାଙ୍କ ପାଇଁ ବହୁତ ବଡ ମୁସ୍କିଲ ହେଇଥାଏ। ତେଣୁ ଏଇଟା ଗୋଟେ ବହୁତ ବଡ ଘୃଣ୍ୟ ଜିନିଷ, ଏଇଟା ଗୋଟେ ବଡ ଅପରାଧ। ଏଇ ଅପରାଧ ଏବଂ ଏଇ ଅପରାଧୀ ମାନଙ୍କୁ ପ୍ରତି ଆମେ ଯୋଉ ପର୍ଯ୍ୟନ୍ତ କଡା କାର୍ଯ୍ୟାନୁଷ୍ଠାନ ନବା ନାହିଁ, ସେ ପର୍ଯ୍ୟନ୍ତ ଏଇଭଳି ଘଟଣା ମାନ ଆହୁରି ବଢୁଥିବ। ସେ ଆପଣଙ୍କର ବନ୍ଧୁ ହୁଅନ୍ତୁ କି ଆପଣଙ୍କର ଘରର ଚିହ୍ନା ପରିଚୟ ହୁଅନ୍ତୁ। ଯଦି ପୂର୍ବ ଦିନକୁ ଫେରିଯିବା, ତାହେଲେ ଏନସିଆରବି ର ରିପୋର୍ଟ ଅନୁଯାୟୀ ଦେଖିବେ ଚିହ୍ନା ପରିଚିତ ଲୋକମାନେ ହିଁ ଏଇ କାଣ୍ଡ ଅଧିକା ଘଟେଇଥାନ୍ତି। ଯାହା ଏନସିଆରବି ର ରିପୋର୍ଟ କହୁଥିଲା, ସମ୍ପର୍କୀୟ ମାନେ, ଆପଣଙ୍କ ଚିହ୍ନା ପରିଚୟ ମାନେ। ତେଣୁ ସେଇ ରିପୋର୍ଟକୁ ଦେଖିକି, ତଥ୍ୟକୁ ଦେଖିକି ମଧ୍ୟ ଆମେ ବି ଟିକେ ଆଲର୍ଟ ରହିବା ଦରକାର। ଆଗରୁ ବି ଆଇନ ଅଛି, ନିର୍ଭୟା ବେଳେ ବି ଆଇନ ହୋଇଥିଲା, କିନ୍ତୁ ଦେଖାଯାଉଛି ଯେ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଛି ଏବଂ ଭୟ ରହୁନି। ଏହାକୁ ନେଇ କଣ କହିବେ? ଶୁଣନ୍ତୁ, ଅପରାଧୀଙ୍କୁ କୌଣସି ନା କୌଣସି କ୍ଷେତ୍ରରେ ଯଦି ରାଜନେତା ମାନଙ୍କର, ପ୍ରତ୍ୟେକ ଜାଗାର କଥା କହୁଛି, ଖାଲି ୱେଷ୍ଟବେଙ୍ଗଲର କଥା କହୁନି, ଆମର ଓଡିଶାର କଥା କହିବି, ଭାରତ ବର୍ଷରେ ଅନେକ ଜାଗାରେ
ଦୁଷ୍କର୍ମ ହଉଛି। ପ୍ରତ୍ୟେକ ଜାଗାରେ ଯଦି ରାଜନେତା ମାନଙ୍କର ପ୍ରଶୟ ରହିବ, ରାଜନେତା ମାନେ ୟାକୁ ନେଇକି ରାଜନୀତି କରିବେ, ତାହେଲେ ଏଇଭଳି ଦୁଷ୍କର୍ମ ଆଉ ଅସଦାଚରଣ ମହିଳାଙ୍କ କ୍ଷେତ୍ରରେ ଆହୁରି ବଢିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ ଯୋଉ ପର୍ଯ୍ୟନ୍ତ ରାଜନୀତିରୁ ଉର୍ଦ୍ଧ୍ୱରେ ରହିକି ମହିଳା ମାନଙ୍କ ସୁରକ୍ଷାର କଥା ଚିନ୍ତା କରିବା ନାହିଁ, ତାହେଲେ ଏଇଭଳି ଦୁଷ୍କର୍ମ ସଂଖ୍ୟା ଆହୁରି ବଢିବ। ଆଉ ଏଇ ଯୋଉ ଅସଦାଚରଣର କଥା ଆମେ ଦେଖୁଛେ, ଯଦି ଦେଖି ଆସିବା ବିଗତ ଦିନ ମାନଙ୍କରୁ ଆଜି ପର୍ଯ୍ୟନ୍ତ ଘଟଣା ବଢି ଚାଲିଛି। ରିପୋର୍ଟିଂ ହଉଛି, ରିପୋର୍ଟିଂ ଆଧାରରେ ହିଁ ତଥ୍ୟକୁ ଆମେ ଦେଖୁଛେ କିମ୍ବା ତଥ୍ୟକୁ ଆପଣ ମାନେ ପରିବେଷଣ କରୁଛନ୍ତି। ସେଥିରେ ରୋକ ଲାଗିବା ପାଇଁ ନିହାତି ଭାବେ ଆଇନ ରହିଛି, କିନ୍ତୁ ଆଇନର ସଦୁପଯୋଗ, ଶୀଘ୍ର ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଶୀଘ୍ର ତଦନ୍ତରେ କ୍ଲାରିଟି, ଏଇ ଜିନିଷ ଗୁଡିକ ସବୁ ଆମକୁ ଫୋକସ କରିବାକୁ ପଡିବ। ଗୋଟେ ବ୍ୟବସ୍ଥା ଯୋଉ ରହିଛି, ପୀଡିତାତେ ଟିକେ ଅସୁବିଧା ହେଲେ ସେ ଆମର ଯିବ ଭାରି କାହା ପାଖକୁ ଯିବ? ପୁଲିସ ପାଖକୁ ଯିବ ଏଫଆଇଆର ନେଇକି, କାରଣ ସିଏ ତାକୁ ଏ ବିଷୟରେ ଆଇନର ଯୋଉ ସହାୟତାଟା ଏବଂ ପ୍ରଥମେ ଇନଭେଷ୍ଟିଗେସନ ତଦନ୍ତରେ ପୁଲିସ ହିଁ ସାହାଯ୍ୟ କରିବ। କିନ୍ତୁ ଅନେକ ଜାଗାରେ ଦେଖିବେ ପୁଲିସ ମାନେ ଚୁପ୍। ମୁଁ ଖାଲି ୱେଷ୍ଟବେଙ୍ଗଲ କଥା କହୁନି, ଏଇଟା ସବୁ ଜାଗାର ଜିନିଷକୁ ନେଇକି ମିଶେଇକରି କହୁଛି, କାରଣ ଆମର ଏଠି ମଧ୍ୟ ହଉଛି, ଓଡିଶାରେ ମଧ୍ୟ ହଉଛି, ସବୁ ଜାଗାରେ ସରକାର ଏତେ ସବୁ କାମ କରୁଛନ୍ତି, ଏତେ ଯୋଜନା କରୁଛନ୍ତି, ଏତେ ସବୁ କରୁଛନ୍ତି, କିନ୍ତୁ ମହିଳାଟେ ଆମର ସୁରକ୍ଷିତ ହେଲେ ତ ଏଇ ସବୁ ଜିନିଷକୁ ଯିବ। ମହାତ୍ମା ଗାନ୍ଧୀ କହିଥିଲେ ଯେ ରାତି 12ଟା ବେଳେ ଯେତେବେଳେ ମହିଳାଟେ ଏକାକି ଯିବ ରାଜରାସ୍ତାରେ, ସୁରକ୍ଷିତ ଭାବରେ ବୁଲିବ, ବିନା ଦ୍ୱିଧା ବିନା ଭୟରେ ବୁଲିବ, ସେତେବେଳେ ଆପଣ ଜାଣିବେ ଯେ ମୋର ଦେଶ ସ୍ୱାଧୀନ ହେଲା ବୋଲି, ଆମ ଦେଶ ସ୍ୱାଧୀନ ହୋଇଛି ପ୍ରକୃତ ବାସ୍ତବ କ୍ଷେତ୍ରରେ ବୋଲି। କିନ୍ତୁ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯେତେବେଳେ ଏଇଭଳି ମନ୍ତବ୍ୟ ଦେଇଛନ୍ତି ଯେ ରାତିରେ କାହିଁକି ବାହାରିବେ, ତାହେଲେ ଆପଣ ଦେଖନ୍ତୁ ଆଜି ବି ଆମେ ସ୍ୱାଧୀନତା ପାଇବା ପରେ ବି କେତେ ପଛରେ ରହିଯାଇଛେ ଏଇ ଜିନିଷ, ଏଇଭଳି କଥା କହୁଛେ। ତା ପରିବର୍ତ୍ତେ ଯଦି କୁହାଯାଇ ପାରିବି ଥାନ୍ତା ଯେ ଆମେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନବୁ, ଏଇଭଳି ଦୋଷୀମାନେ ଯେତେବେଳେ ଏଭଳି ଦୋଷ କରୁଛନ୍ତି, ଏଇ ଅପରାଧୀ ମାନଙ୍କୁ କୌଣସି ବାଟେ ଛଡାଯିବ ନାହିଁ, ଏମାନଙ୍କୁ ପ୍ରକୃତ ଭାବରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଏମାନଙ୍କ ବିପକ୍ଷରେ, ତାହେଲେ ଆପଣ ଦେଖିବେ କିଛି ନା କିଛି ମାତ୍ରାରେ କୋଉଠି ଡର ଭୟ ଆସିବ। ସବୁବେଳେ କୁହନ୍ତି ଆଚରଣ ଆଉ ଉଚ୍ଚାରଣ ଦୁଇଟା ଯାକ ଅପରାଧୀ ମାନଙ୍କୁ ବହୁତ ତାଙ୍କ ଉପରେ ପକେଇଥାଏ ପ୍ରଭାବ। ତେଣୁ ଆପଣଙ୍କ ଆଚରଣ କଣ କହୁଛି, ଆପଣଙ୍କ ଉଚ୍ଚାରଣ କୋଉ ଭଳି ଭାବେ ସେଇ ପ୍ରତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମୁଁ କହିବି ରାଜନେତା ମାନଙ୍କର ଏସବୁ ଜିନିଷରୁ ଟିକେ ଦୂରେଇକି ରହିବା ଦରକାର। ଯୋଉ ଜାଗାରେ ହଉଛି, ଯୋଉଠି ହଉଛି, ସେଠି ନିଜେ ସରକାରୀ ଦଳ ବାହାରି ଆସିବା ଦରକାର ଯେ ମୋର ରାଜ୍ୟରେ, ମୋର ଜାଗାରେ ମୋର ଝିଅ ସୁରକ୍ଷିତ ନୁହଁ, ତ ଏଥିପାଇଁ ସ୍ୱର ଉତ୍ତୋଳନ ମୁଁ କରିବି। ବିରୋଧୀ ଦଳ ମଧ୍ୟ ୟାକୁ ଗୋଟିଏ ଯାହା ବି ହେଲେ ବି କରିବା ଦରକାର ଯେ ଝିଅଟି କୋଉ ଭଳି ଭାବେ ସୁରକ୍ଷା ପାଇବ, ତାହେଲେ ଦେଖିବେ କିଛି ମାତ୍ରାରେ କୋଉଠି ନା କୋଉଠି ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆସିବ। କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିଲେ ଅପରାଧୀଙ୍କ ପ୍ରତି, ତାହେଲେ ଅପରାଧ ଘଟେଇବାକୁ ସେମାନେ ଟିକେ ଡରିବେ, ଭୟ କରିବେ।